विंशाध्याय व्याधवाच व्याधो कहि विप्रसूण मो पापी अति दुष्ट जन मोर भाग्य जेते थिला तुम्ह दर्शने क्षय गला कथाए पचारिबि मुहि संक्षेपी कहिबा गोसाई पूर्वे मु केउ पाप कली ए जन्मे व्याध मु होइली से कथा कह विप्रवर शुणी संशय जाऊ दूर विप्र बोलई व्याध शुण कहिबा ताहार कारण जहि निर्मल जलस्थल बसिबा सेहि स्थाने चाल एते बिचारी बेनी जाने पसिले गहन अरण्ये देखिले दिव्य सरोवर स्नान सारिले मुनिवर विप्र मध्याह्न स्नान सारी ता देखी व्याध स्नान करी जाइन पुष्करिणी कूले बसी कपित्थ वृक्ष मूले व्याध कपित्थ तोड़ी देला विप्रता सुखरे भुंजिला व्याधर पाप हेला होत उत्तम भक्ति हेला जात विप्र चरण तळे पड़ी पुछई बेनी कर जोड़ी हे विप्र पाप क्षय कर कहिण पूर्व जन्म मोर विनये शुणी विप्र कहि शुणतु व्याध मन देई पूर्वे हो शारदा नगरे जन्मिलो उच्च विप्र घरे श्रीवत्स गोत्री तु ब्राह्मण कलु जे शूद्राचरण वेद विद्या तु न पढ़िलु पिता मातांकु न पोषिलु तोर भारिजा महासती ता संगे न कलु सुरती केवल वेश्या संगतरे बंचिलु दिवस रात्रे निज नारी की दुख देई वेश्या संगते रत होई तोहर पत्नी महासती तो पादे से बोई से नीति सुई वेश्या पाद तले वेश्या सुई तोर कोले अनेक दुख देलु तुही तेबे से विमुख नु होई ए मनते केते दिनान्ते रोग होइला तोर गात्रे भोजन तु कलु दधि बर कोଳି खाइलु सारु व्यञ्जन उआ भात आम्बिळ दही मांस घृत कलु तु अपक्व भोजन पेटरे होइला जीर्ण से दोषे दाह तृषा ज्वर व्याधि होइला बलियार रक्तरे चक व्याधि हेला से बेश्या जहु ता देखिला तो घरे जेते धन थिला बेश्या ता
ଘେନି ପଳାଇଲା। ଦିନକୁ ଦିନ ବ୍ୟାଧିଗ୍ରସ୍ତ ଦୁଃଖ ହୋଇଲା ଅପ୍ରମିତ। ଭୋଜନେ ନ ମିଳିଲା ଅନ୍ନ, ବ୍ୟାଧିରେ ଦେହ ହେଲା କ୍ଷୀଣ। ତୋ ନାରୀ ପିତା ଘରେ ଯାଇ ମାଗିଣ କିଛି ସେ ଆଣଇ, ଗୃହସ୍ଥ ମୁଖରେ ଦିଅଇ କେବେ ହେ ବିମୁଖ ନୁହଇ। କ୍ଷଣ ହେନ ଛାଡ଼ଇ ପାଶ ଜଗିଣ ରାତ୍ର ଯେ ଦିବସ। ବିପ୍ର ବିଚାର କରେ ନୀତି, ଏ ନାରୀ ପତିବ୍ରତା ସତୀ। ଏହାକୁ ଦୁଃଖ ଅପ୍ରମିତ, ଦେଲି ବେଶ୍ୟାରେ ହୋଇ ରତ। ଏବେ ବିଚାରି ସେ ବ୍ରାହ୍ମଣ, ଭାର୍ଯ୍ୟାକୁ ପାଶେ ବସାଇଣ। ବୋଇଲା ତୋତେ ଦୁଃଖ ଦେଲି, ବେଶ୍ୟାରେ ରତ ମୁଁ ହୋଇଲି। ସେ ପାପ ଏତେ ଦୁଃଖ ମୋର, ଏ ଦୋଷ ମନେ ଗୋନ ଧର। ଏ ମନ୍ତ ବିପ୍ର ମୁଖୁ ଶୁଣି, ଲଜ୍ଜା ପାଇଲା ସେ ବ୍ରାହ୍ମଣୀ। ପୂର୍ବରୁ ଦୁଃଖ ଅନୁସରି ବିପ୍ରର ନାରୀ କ୍ରୋଧ କରି। ବୋଇଲା ମୋ କର୍ମ ଲିଖନ, ଦଇବ କଲା ହିନିମାନ। ତୁମ୍ଭେ କିମ୍ ପାଇଁ ଲଜ୍ଜା କର, ଯେ ଥିଲା ପାପ କର୍ମ ମୋର। ଏମନ୍ତ କହି କ୍ରୋଧେ ଦେବୀ ଗଲା ସେ ପରମ ସାଧବୀ। ନିରତେ ସ୍ୱାମୀର ସେବାରେ ସେ ନାରୀ ଥାଇ ନିରନ୍ତରେ। ନିତ୍ୟେ କାମଇ ମଳମୂତ୍ର ମନେ ତା ନଥାଇ ବିରକ୍ତ। ବୋଲଇ ଭଲ ହେଉ ପତି, ସେବା କରି ଦିଉ ମାପତି। ବୋଲଇ ଭିକ୍ଷା ମୁଁ ମାଗିଣ, ବିପ୍ରଙ୍କୁ ଦେବି ମିଷ୍ଟ ଅନ୍ନ। ଯେବେ ରଖିବେ ଭଦ୍ରାକାଳୀ, ଦୁର୍ଗାଙ୍କୁ ଦେବି ଛାଗ ବଳି। ମିଳନ୍ତା ଭଲ ବୈଦ୍ୟ ଜଣେ, ଦାସୀ ହୁଅନ୍ତି ତା ଚରଣେ। ଅନେକ ବୈଦ୍ୟ ଲଗାଇଲା, କେବେ ହେ ଭଲ ସେ ନୋହିଲା। ଅଙ୍ଗେ ଘୋଟିଲା ସନ୍ନିପାତ, ସେ ବିପ୍ର ହେଲା ମୃତ୍ୟୁଗତ। ଦୁଃଖେ ବ୍ରାହ୍ମଣୀ ହେଲା ପୋଡ଼ି, ସ୍ୱାମୀର ପାଦ ତଳେ ପଡ଼ି। ହାକାନ୍ତ ବୋଲି ମୂର୍ଚ୍ଛା ଗଲା, ଘଡ଼ିକେ ଚେତନା ପାଇଲା। ଡାକି ଆଣିଲା ବନ୍ଧୁଗଣ, ହସ୍ତରୁ ଫେଇଲା କଙ୍କଣ। ବିକ୍ରୟ କରି କାଷ୍ଠ ଧରି, ଜୁଇ ସେ କଲା ବିପ୍ର ନାରୀ। ପତି କି ଅନଳେ ସନ୍ଧାଇ, ଆତ୍ମା ଉତ୍ସର୍ଗ ଦାନ ଦେଇ। ତକ୍ଷଣେ ପଡ଼ିଲା ଅନଳେ, ବିମାନେ ଗଲା ସ୍ୱର୍ଗ ଆଳେ। ଦେବେ ସେ ନାରୀ କି ଦେଖିଣ, ପୂଜିଲେ ଅତି ହରଷେଣ। ଆଲଟ ଚାମର ଢାଳିଲେ, ବୈକୁଣ୍ଠପୁରେ ଠାବ ଦେଲେ। ବିପ୍ରର ଧର୍ମ ବିଚାରି, ବୈକୁଣ୍ଠ ଦେଲେ ଦୂର କରି। ବୋଇଲେ ପାପୀ ବିପ୍ରହୀନ, ବେଶ୍ୟା ସଙ୍ଗତେ ନେଲା ଦିନ। କେବଳ ବୈଶାଖରେ ମଲା, ସତୀର ସଙ୍ଗତେ ଅଇଲା। ହୋଇଲା ଯମ ଦଣ୍ଡୁ ପାର, ଏ ପାଇଁ ଜନ୍ମୁ ବ୍ୟାଧ ଘର। ଅରଣ୍যେ ମହା ଦୁଃଖ ପାଉ, ଚୌର୍ଯ୍ୟ ପଣି ଦିନ ନେଉ। ଏମନ୍ତ ଶୁଣି ବ୍ୟାଧ ବର, ପଡ଼ିଲା ବିପ୍ରଙ୍କ ପୟର। ବୋଇଲା ମୋତେ କୃପା କର, ମୁହିଁ ତୁମ୍ଭର ପରିଚାର। ଏ କଥା ସୁତ ଦେବ ବିପ୍ରେ କହିଲେ,
सकृतोऽतुनरूपे नारदोऽम्बरीशे कहि वैशाख धर्म शुणतु हि। 20 अध्याय हेला शेष राम चिन्तयि पीतवास। इति श्री स्कंदपुराणे वैशाख माहात्म्ये व्याध विप्र संवादे नाम 20 अध्यायः।